बाबा मूर्धिनी बाबा आमर केउटु कोइना रोइला मूर्धना मूर्धने हाँ से मूर्धना हाँ हाँ से मूर्धनाधा मन प्राण मासी तो जोग धारणम बाबा मूर्धनी जे आमर जे बेक सुंडा ऊपर को जे नाली रो कहै सेटा ना बाबा बेक सेटा ऊपर को नुह तुमर पूरा पळे जीव पवनटा जेतले छोट जीव नुह हाँ छोट जीव पाखरे मूर्धन्य अच्छी छोट जीव पाखरे मूर्धन्य जीव बाबा हाँ छोट जीव रु टिके आग आड़ को आमर मूर्धन्य अच्छी एवं आमर गोटे मूर्धन्य वर्ण जान मूर्धन वर्ण भी गोटे जीव होची से जो आमर ऊपर दांतर जो माढ़ी नुहे ऊपर दांत माढ़ी ऊपर को टिके कल्पना कर से छोट जीव ऊपर को एवं ऊपर दांतर माढ़ी ऊपर को जो ऊपर को अच्छी नासा अग्रर तलू को ठीक है दत्त संधि पाखरे से दत्त संधि पाखरे सेठी रही मूर्धनी बाबा हाँ हाँ ताको मूर्धनी कहती बाबा हमर सहस्र नाड़ी जे आपण कहउथले सेटा सुनिदिनी सेटा कोउट रहिला बाबा सहस्र नाड़ीटा होची हमर कोटा मेरे सुषुम्ना नाड़ी से सुषुम्ना नाड़ी बाबा सहस्र नाड़ी कहंदी ना 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 सहस्र चक्रटा रहला दुकु दुकरे हैला दुकु दिकरे बाबा हो हो आउ हमर सुषुम्ना नाड़ीटा रहला मेरुदंड भितरे मेरुदंड भितरे बाबा मेरुदंड बोइले हमर पिठिरे जे मेरुदंडटा सेई मेरुदंड भितरे सुनु हम ठाकुर कहले जटिल तोए अटई बाबू मेरुदंड अस्थि मध्य नाड़ीबू मेरुदंड मध्य सुषुम्ना नाड़ी सेटा बाबा आउरी मोर ढेर गोटे बाबा प्रश्न सुषुम्ना नाड़ी कहले मेरुदंडटा बाबा सुषुम्ना नाड़ी मेरुदंड भीतर जो फंपा नल अछि से फंपा नल सदृश सेटा बाबा से जे सब मेरुदंड भीतर जे गुटे गुटे चक्र जे अछि 16टा चक्र हां ताकू कोंती मेरुदंड बाबा केतटा चक्र ओहो सेही हला बाबा माने हमर मेरुदंड सेटा हां ना मेरुदंड में केईटा चक्र कहलु 16टा चक्र नाही से कहउथले आपण ना ना मेरुदंड भितर 6टा पद्म रही 6टा पद्म हाँ मेरुदंड बाहर 6टा चक्र रही हमर लघु मस्तिष्क जे आपण कहउथले हां लघु मस्तिष्क कहउची हमर मेरुदंड ऊपर पछपटे जो मुंडटा टिके गेटा भलिया बाहर नाही ना हां हां एटी जे टिके माने अछि जे टिके खोजा गुटे जे ऊंचा टाइप रो अछि मेरुदंड ऊपर ସେଇଟା ହଉଛି ଲଘୁ ମସ୍ତିଷ୍କ। ମୁଁ ବାବା ଆପଣଙ୍କର କୁ ଦେଖିକି ମୁଁ ବହୁତ ଖୁସି ହେଇଛି, ବହୁତ କାନ୍ଦିଛି ବି ବାବା। ଜାଣିବା ପାଇଁ ବାବା ବହୁତ ଚେଷ୍ଟା ବି କରିଛି, ମାନେ ଆପଣଙ୍କ ନମ୍ବରକୁ ବହୁତ ଖୋଜି ଭଗବାନଙ୍କୁ ବହୁତ ପ୍ରାର୍ଥନା କରିଛି। ଠାକୁର ଦୟାରୁ ବାବା ସେଦିନ ଯାହା ହଉ ଆପଣ ନମ୍ବର ଗୋଟେ ଛାଡ଼ିଲେ, ମୁଁ କହିଲି ଏଇ ନମ୍ବରଟା ବାବା ନମ୍ବର, ସେଇ ନମ୍ବରକୁ ମୁଁ ଛାନିଆ ମାନିଆ ହେଇକି ଲେଖିଛି। ଏଇ କିଛିଟା ଜାଣିବା ପାଇଁ ଆପଣଙ୍କ ଏପିସୋଡ୍ ମୁଁ ଦେଖିବା ପାଇଁ ଯେତେବେଳେ ପାଇନି, ମୁଁ ଘାଣ୍ଟି ଚାଲିନି, ଗୋଟା ପରେ ଘାଣ୍ଟି ଚାଲିନି। ଆଉ ବାବା ସେତିକି ଦେଖିକି ବହୁତ ଖୁସି ହେନି। ଆପଣଙ୍କୁ ବି ଆପଣ ବି ବାବା, ଆପଣଙ୍କୁ ଯେତେବେଳେ ମୁଁ ଭକ୍ତି କନି ଆପଣ ବି ମୋ ପାଖକୁ ଆସିଛନ୍ତି ବାବା। ହଁ ବାବା, ଆପଣ ବି ମୋ ପାଖକୁ ଏଇଠି 2-3 ଥର ଆସି ସାରିଲେନି ମୋ ପାଖକୁ। ଆଉ ଆପଣ ଆସି ସାରିଲେନି ବି ମୋ ପାଖକୁ। ଆପଣ ମତେ ବି କିଛିଟା ବି ମତେ ଏଇ ମେରୁଦଣ୍ଡ ବିଷୟରେ ଆପଣ ମତେ ହାତ ମାରିକି ସବୁ ଚିହ୍ନେଇ ଦେଇ ସାରିଲେନି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ବାବା। ଆପଣ ତ ବାବା ନୁହେଁ, ଆପଣ ମୋ ସ୍ୱୟଂ ମୋ ଭଗବାନ ବାବା। ଆପଣ ପାଖରେ କୋଟି ଜୁହାର ବାବା। ଆପଣ ତ ଭଗବାନ, ସ୍ୱୟଂ ଭଗବାନ ବାବା। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ବାବା। ଆପଣ ଏତେ ସବୁ ବିଷୟର ଏ ସାରା ସଚରାଚର ଜଗତର ବାବା, ଆପଣ ସବୁ ବିଷୟକୁ ରଖିଛନ୍ତି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ବାବା। ମୋ ବାପା ବି ଜଣେ ବାବା ଜ୍ଞାନ ଅର୍ଜନ କରିଛନ୍ତି। ମୋ ବାପା ବି ଆପଣଙ୍କ ଭଳିଆ ଜ୍ଞାନ ଅର୍ଜନ କରିଛନ୍ତି, କିନ୍ତୁ ସିଏ ପ୍ରକାଶ କରନ୍ତିନି ବାବା। ସିଏ ଭିତରେ ରଖନ୍ତି। ଆଉ ତାଙ୍କରି ପାଖରୁ ଏଇ 12-13 ବର୍ଷ ଯେତେବେଳେ ହେଇଗଲା ଆମର, ସେଉଠୁ କତରୁ ମୁଁ କିଛି ଜ୍ଞାନ ମୋ ଭିତରେ ଯେ ପ୍ରକୃତି ମାନ ଅଛନ୍ତି ବାବା,
ସେଇମାନେ ମତେ ମାରିବା ପାଇଁ ସବୁବେଳେ ଚେଷ୍ଟା କଲେ। ତା ପଛରେ ମୁଁ ଭାବିନି ମତେ ରାମ ହେଇକି କିଏ ଜଣେ ମୋ ଭିତରେ ମତେ ସାନ୍ତ୍ୱନା ଦଉଛୁ, ସାହସ ଦଉଛୁ, ଆଉ ଜଣେ ରାବଣ ହେଇକି ମତେ ମାରିବା ପାଇଁ ଚେଷ୍ଟା କରୁଛି। ସେଇଠି ମୁଁ ଖୋଜିନି ଯେ ମୋର ପ୍ରକୃତରେ ମୋ ଭୂତ କିଏ। ମୁଁ ସେଇ ଭୂତକୁ ବାବା ସବୁବେଳେ ଖୋଜିନି, ମତେ ସବୁବେଳେ ଡରଉଛି କିଏ। ତା ପଛରେ ବାବା ଯାହା ଖୋଜି 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 ମୁଁ ନିଜେ ବାବା ତାକୁ ସବୁ ଖୋଜିକି ବାହାର କଲି। ନିଜେ ବାବା ଖୋଜିକି ବାହାର କଲି। ମୋର ଗୋଟେ ସାଙ୍ଗ ବାବା ଥିଲା, ମୁଁ ତାଙ୍କୁ ଯେତେ ପଚାରିନି ସିଏ ବି ମତେ କିଛି ବି କହିଲେନି। ସିଏ ମତେ ଯାହା ବି ଟିକେ ବି କହିଛନ୍ତି ତଥାପି ତାକୁ ନିନ୍ଦିବା ନାହିଁ। ସିଏ ବି ତାକୁ ବି ବହୁତ ବହୁତ ଧନ୍ୟବାଦ। ସେଇ ଦୁଃଖ ଦୁଃଖୀ ଦ୍ୱାର ଭିତରେ ଗୋଟେ ସନ୍ତାନ, ଗୋଟେ ପୁତ୍ର ସନ୍ତାନ କି ଗୋଟେ କନ୍ୟା ସନ୍ତାନ ଗୋଟେ ବାହାର କଲେ। ବାହାର କରିକି ବାବା ତା ଭିତରେ ଆପଣ ଏ ବାହାର ପଟକୁ ବାହାରି ଆସିକି ସେ ପିଲାଟାକୁ ଆଉ ଗୋଟେ ପୁରୁଷ ହାତରେ ଧରିଦେଲେ। ସେଇଟା ଏଇ ଯେ ଆମର ଜାଗ୍ରତ ନିଦ୍ରାଟାରେ ସେଇଟାରେ ବାବା ସେଇଟା ସେତିକି ଦେଖିନି ପଟାସିକି ମାନେ ଚମକି ପଡନି। ମୁଁ କହିନି କିସ ହେଲା ଏଟା ଗୋଟେ କିସ ମତେ ଦେଖେଇଲେ ବାବା ଦେଇକି ଆଉ ତାପରେ ଦେଖିନି ଗୋଟେ ପୁତ୍ର ସନ୍ତାନ କି କନ୍ୟା ସନ୍ତାନ ସେଇଟା ଟିକେ ଜାଣିପାରିନି ବାବା। ମୁଁ ମଧ୍ୟ ସେମିତି ଗୋଟେ ଅଜ୍ଞ ଶିଷ୍ୟ ଗୁରୁଙ୍କର ଯେଉଁ ଗୁପ୍ତ କଥା ଗୁଡ଼ିକ ସବୁ ଗୁଡ଼ାକ କେବଳ କେତେଟା ଯେଉଁଟା ରେଷ୍ଟ୍ରିକ୍ସନ୍ ଅଛି ଛାଡ଼ିକିରି ଆଉ ସବୁ ଗୁଡ଼ାକ ବୁଲେଇ ବଙ୍କେଇ ଲୋକମାନଙ୍କୁ କହୁଛି, ଡାଇରେକ୍ଟ କହୁନି। ବୁଲେଇ ବଙ୍କେଇ କହୁଛି, ଲୋକମାନେ ଯଦି ଇଚ୍ଛିକି ଜାଣିଥିବେ ଗୁରୁ ଧରିଥିବେ ସେ ମଧ୍ୟ ସେ କଥାକୁ ସବୁ ଜାଣିବେ। ବହୁତ କଥା ମୁଁ କହିପାରୁନାହିଁ କାହିଁକିନା ଗୁରୁବାଦର କଥା ବୋଲି କହିପାରୁନାହିଁ। ଆଉ ସେମିତି ଶିଷ୍ୟ ବି ମୁଁ ପାଉନାହିଁ କାହାକୁ ମୁଁ ତତ୍ତ୍ୱ କଥା ବୁଝେଇବି। କ'ଣ ନା ଯିଏ ଟିକେ ଉପଦେଶ ନେଲା 4 ଦିନ ପରେ ଆଜ୍ଞା ମୋର କାହିଁ କିଛି ହେଉନି, ମୁଁ ତାହେଲେ ଠିକ୍ ଅଛି ତୁ ଛାଡ଼ି ଦେଇକି ଆଉ ଗୋଟେ ଗୁରୁ କର, ଆଉ ତୋର ତ ହେଉନି ମୁଁ କ'ଣ କରିବି। କ'ଣ ବୁଝିପାରିଲେ ମା? ଗାୟତ୍ରୀ ବୋଲିକି ଦୀକ୍ଷା ଗୋଟେ କେଉଁଠି ନାହିଁ। ଗାୟତ୍ରୀ ମନ୍ତ୍ର ତମେ ନେଇଛ, ଗାୟତ୍ରୀ ବୋଲିକି ଦୀକ୍ଷା ନାହିଁ। ହଁ ନା ସେଇଟା ଠିକ୍ ବୁଝୁଛି। ତମେ ଗାୟତ୍ରୀ ତତ୍ତ୍ୱ ନେଇଛ ସେ ଯେଉଁ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ହେଉଛି ଗାୟତ୍ରୀର ପ୍ରଚାରକ। ଆଚ୍ଛା ଆମର ଗୌରାଙ୍ଗ ମହାପ୍ରଭୁ ହେଉଛନ୍ତି ମହାମନ୍ତ୍ରର ପ୍ରଚାରକ। ଏମାନେ ସବୁ ଜଣେ ଜଣେ ପ୍ରଚାରକ। ସେଇ ମନ୍ତ୍ରକୁ ସେମାନେ ପ୍ରଚାର କରୁଛନ୍ତି, ତାଙ୍କର ସାଧନା କରନ୍ତୁ, ସିଦ୍ଧି କରନ୍ତୁ, ଯାହା କରନ୍ତୁ ସେମାନେ ସେଇ ମନ୍ତ୍ରର ପ୍ରଚାରକ। କିନ୍ତୁ କେଉଁ ମନ୍ତ୍ର ଧାରଣ କରିକି ବଶିଷ୍ଠ ବ୍ରହ୍ମର୍ଷିରେ ପରିଣତ ହେଇଛନ୍ତି ସେଇଠୁ ଟିକେ ଆମେ ବୁଝିବାକୁ ପଡ଼ିବ। କାହିଁକିନା ସେମାନେ ହେଇଯାଇଛନ୍ତି ନା। ଆପଣ ଶୁଣନ୍ତୁ, ଗୋଟେ ଲେକ୍ଚରର ସେ ପାସ୍ କରିଯାଇଛି, ତେଣୁ ମୋର ଭରସା ରହିବ ନିଶ୍ଚିତ ସିଏ ମୋତେ ସେ ଜାଗାକୁ ନେଇଯିବ। କାରଣ ସେ ପାସ୍ କରିଯାଇଛି। ତେଣୁ ଯେଉଁମାନେ ଯୋଗାରୂଢ଼ ପୁରା ଉଚ୍ଚ ସ୍ତରକୁ ଯାଇସାରିଛନ୍ତି ସେମାନଙ୍କ ପାଖକୁ ଧରିଲେ ସେମାନେ ଆମକୁ ନିଶ୍ଚୟ ସେ ମାର୍ଗକୁ ନେଇଯିବେ। ଯେଉଁମାନେ ନ ଯାଇଛନ୍ତି ବହୁତ ଲୋକ ଆସୁଛନ୍ତି ଏଠି ନା ଆମ ଗୁରୁ ଏମିତି ସେମିତି କଲେ ଦୀକ୍ଷା ନେବା ପାଇଁ ଆସୁଛନ୍ତି। ମୁଁ ତାଙ୍କୁ ପଚାରିଲା ବେଳକୁ ପୁରା ଫଙ୍କା କିଛି କିରି କ'ଣ ଜଣେ ଆସି କହିଲା ମୁଁ ଗୁରୁ କରିଛି, କହିଲେ କ'ଣ ନା ସିଏ କରିଛି ଆଧାର ଲିଙ୍ଗ ନାଭି ହୃଦ କଣ୍ଠ ଲାଗ ଗନମ ନମ। ଏ ଗୁରୁ କି ଶିକ୍ଷା ଦେଇଛି କୁହନି ମୋତେ? ଏଇଟା କି ଦୀକ୍ଷା କି ଗୁରୁ? ସେ ବହୁତ ଶିଷ୍ୟଙ୍କର ଗୁରୁଙ୍କର ଅନୁଭବ ବି ନାହିଁ। ଆଉ ତାଙ୍କର କାମନା ରହୁଛି ମୁଁ ପୁଳାଏ ଶିଷ୍ୟ କରିବି, କାହାର କାମନା ରହୁଛି ମୁଁ ପୁଳାଏ ଶିଷ୍ୟଠାରୁ ଅର୍ଥ ନେବି। ଏଇସବୁ କଥା ଗୁଡ଼ାକ ହେବା ଦ୍ୱାରା ସେ ଗୁରୁଙ୍କର ଚିତ୍ତ ଶୋଧନ ନାହିଁ। ମୁଁ କାହାକୁ ନିନ୍ଦା କରୁନାହିଁ, ମୁଁ କହୁଛି ଆଜିକାଲି ଦୁନିଆକୁ ଦେଖିକି। ତେଣୁ ଏଇଭଳି ପ୍ରକାରର କରିକିରି ଆମ ସମାଜଟାକୁ ସେମାନେ କଳୁଷିତ କରିଦେଇଛନ୍ତି। କେତେ ଲୋକ ପଚାରୁଛନ୍ତି କେତେ ଟଙ୍କା ତୁମେ ଡିପୋଜିଟ୍ କଲେ ମୁଁ ତୁମକୁ ଗୁରୁ କରିବି। ଏଇଆ ମୁଁ ନା ଆମର ଏଠି ଟଙ୍କା ପଇସା ନାହିଁ। କ'ଣ ହେବ କହୁନାହାନ୍ତି? ପେଟ ଚାଖେଣ୍ଡ ତ 100 କି 50 ଗ୍ରାମ ଚାଉଳ ଦିନରେ ବଖତ ହେଲେ କାମ ସରିଲା। ମୋର କ'ଣ ହେବ ପଇସା? ଅଧିକା ଯଦି ପଇସା ହେବ ଏଇଗୁଡ଼ା ସବୁ ହେଇ କରିଦେଉଛି ଗୁଡ଼ା, ମୋର କ'ଣ ହେବ କହୁନାହାନ୍ତି? ତେଣୁ କାହିଁକି ମୁଁ କାଠରୁ ପଇସା ଆଶା କରିବି? କ'ଣ ଦରକାର? ଖାଇ ଖାଇକି ମୋତେ ଯେତିକି ବଳୁଛି ସେତିକିରେ ଠାକୁର ମୋତେ ଶାନ୍ତିରେ ରଖିଛି। ମୁଁ ଆପଣଙ୍କଠାରୁ ଆଉ ପଇସାଟା ଆଣି କ'ଣ କରିବି?